ବର୍ତ୍ତମାନ ସମୟରେ ଫ୍ରେଣ୍ଡସ୍ ମାନେ କୃଷକ ରେଜିଷ୍ଟ୍ରିକୁ ଅନେକ ପ୍ରାଧାନ୍ୟ ଦିଆଯାଇଛି କି ଆଗକୁ ଯଦି ଆପଣମାନେ କୃଷକ ରେଜିଷ୍ଟ୍ରି କରିବେ ନାହିଁ ତେବେ ଆପଣମାନେ ପିଏମ୍ କିଷାନ ହେଉ ବା ସିଏମ୍ କିଷାନ ହେଉ କିମ୍ବା ସରକାର ଦେଉଥିବା ଯେକୌଣସି ଯୋଜନାରେ ମଧ୍ୟ ଆପଣ ସାମିଲ ହୋଇ ଟଙ୍କା ପାଇପାରିବେ ନାହିଁ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ବର୍ତ୍ତମାନ ସୁଦ୍ଧା ଆପଣମାନେ ଯେଉଁ ରହିଛି କୃଷକ ରେଜିଷ୍ଟ୍ରି ବା କୃଷକ ପଞ୍ଜୀକରଣକୁ ଅନେକ ଭୂମିକା ଦିଆଯାଇଛି କି ଯଦି ଆପଣମାନେ କରିବେ ନାହିଁ ତେବେ ଆପଣମାନେ ଆଉ ସରକାର କୌଣସି ଯୋଜନାରେ ଆପଣମାନେ ସାମିଲ ହୋଇପାରିବେ ନାହିଁ। ତ ଫ୍ରେଣ୍ଡସ୍ ମାନେ ଅନେକ ଲୋକଙ୍କ ମନରେ କ୍ୱେଶ୍ଚିନ୍ ଅଛି କି ସେମାନେ କ'ଣ କରିବେ କେମିତି ଆପ୍ଲାଏ କରିବେ। ତ ଆସନ୍ତୁ ଫ୍ରେଣ୍ଡସ୍ ମାନେ ମୁଁ ଆପଣମାନଙ୍କୁ କହିଦେଉଛି କି ଆପଣମାନଙ୍କୁ କ'ଣ କ'ଣ ଲାଗିବ, ଆପଣମାନେ କିପରି ଆପଣମାନେ କେଉଁ ସ୍ତରରେ ଆପ୍ଲାଏ କରିବେ, ଆପଣମାନଙ୍କୁ କେତେ କ'ଣ ଲାଗିବ। ଆସନ୍ତୁ ମୁଁ ସବୁ ଏ ଗୋଟେ ଭିଡ଼ିଓରେ ଆପଣମାନଙ୍କ ଡାଉଟ୍କୁ କ୍ଲିୟର କରି ଦେଉଛି। ଯଦି ନୂଆ କରିଥିବେ ତ ଆମ ଓଡ଼ିଆ ଶିକ୍ଷା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଏବଂ ଆପଣମାନଙ୍କ ସାଙ୍ଗମାନଙ୍କ ମଧ୍ୟରେ ଭିଡ଼ିଓକୁ ମଧ୍ୟ ସେୟାର କରି ଦିଅନ୍ତୁ। ଚାଲନ୍ତୁ ଫ୍ରେଣ୍ଡସ୍ ଭିଡ଼ିଓକୁ ଆରମ୍ଭ କରି ଦେବା। ଦେଖନ୍ତୁ ଫ୍ରେଣ୍ଡସ୍ ମାନେ ଏହା ହେଉଛି କୃଷକ ରେଜିଷ୍ଟ୍ରିର ତା'ର ଅଫିସିଆଲ ଯେଉଁଟାକି ନୋଟିସ୍ ରହିଛି କିମ୍ବା ଫର୍ମ ଆମେ କହିପାରିବା। ତ ଫ୍ରେଣ୍ଡସ୍ ମାନେ ଦେଖିପାରୁଥିବେ ଆପଣମାନଙ୍କୁ ଏଠାରେ ଆପଣମାନଙ୍କ ସବୁ ଡିଟେଲ୍ସ ଏଠାରେ ଆପଣମାନଙ୍କୁ ଶୋ କରୁଛି। ଯେମିତିକି ମୁଁ ପ୍ରଥମ ଲାଇନ୍ଟି ଆପଣମାନେ କହିଦେଉଛି, କୃଷକ ରେଜିଷ୍ଟ୍ରି ହେଉଛି ଏକ ତଥ୍ୟବଳୀ ଯେଉଁଥିରେ ଆଧାର ଓ ଜମିଜମା ମାଲିକାନାର ସଠିକ୍ ତଥ୍ୟ ସଂଗ୍ରହ କରାଯାଇ ଏକ କୃଷକ ପରିଚୟ ସଂଖ୍ୟା ଯେଉଁଟାକି FID ପ୍ରଦାନ କରାଯିବ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ କୃଷକଙ୍କ ଗୋଟିଏ ତଥ୍ୟବଳୀ ଯାହାକି ତିଆରି କରାଯିବ, ଯାହାକୁ ଆପଣଙ୍କ ଆଧାର କାର୍ଡ଼ ଦ୍ୱାରା ଆପଣଙ୍କ ଜମିଜମା ଯେଉଁଟା ଆପଣଙ୍କ ତଥ୍ୟ ଥିବ। ତ ଫ୍ରେଣ୍ଡସ୍ ସେମାନଙ୍କ ଦ୍ୱାରା ଗୋଟେ ତଥ୍ୟ ପ୍ରଦାନ କରାଯିବ ଯେଉଁଟାକି ହେଉଛି FID ଆମେ କହିପାରିବା। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ 2 ନମ୍ବର ହେଲା ଏହା ସଠିକ୍ ଭାବରେ ଯୋଗ୍ୟ ହିତାଧିକାରୀମାନଙ୍କ ଚୟନ କରି ସାହାଯ୍ୟ କରେ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ଅନେକ ଆପଣମାନେ ଜାଣିଥିବେ କି ଅନେକ ଲୋକ ବର୍ତ୍ତମାନ କ'ଣ କରୁଛନ୍ତି ନା ଅନେକ ଲୋକ ତ ବର୍ତ୍ତମାନ କହିଦେଉଛନ୍ତି କି ଆମେ ଗୋଟିଏ ଚାଷୀ, କିନ୍ତୁ ତା'ର ସଠିକ୍ ପ୍ରମାଣପତ୍ର ପାଇବା ପାଇଁ ଏହା FID ଆପଣମାନଙ୍କୁ ପ୍ରଦାନ କରାଯିବ। ଏବଂ ଦେଖନ୍ତୁ ଫ୍ରେଣ୍ଡସ୍ ମୁଁ ଆଗକୁ ଯେଉଁ କହୁଥିଲି PM କିଷାନ CM କିଷାନ ଆଦି ଯୋଜନା ହିତାଧିକାରୀ ଚୟନ କିଷାନ କ୍ରେଡ଼ିଟ୍ କାର୍ଡ଼ ବ୍ୟବହାର ଏବଂ ସାର କ୍ରୟ ତଥା ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ପାଇବା ନିମନ୍ତେ କୃଷକ ରେଜିଷ୍ଟ୍ରି ପଞ୍ଜୀକରଣ ଅନିବାର୍ଯ୍ୟ। ଯଦି ଆପଣ ବି PM କିଷାନ କିମ୍ବା CM କିଷାନ ପାଉଛନ୍ତି ତେବେ ଆପଣଙ୍କୁ ଏହା କରିବା ଅନିବାର୍ଯ୍ୟ ଅଟେ ବୋଲି ସରକାର କହିଛନ୍ତି। ତ ଦେଖନ୍ତୁ ଫ୍ରେଣ୍ଡସ୍ ଆପଣମାନଙ୍କୁ ଏଠାରେ ଦିଆଯାଇଛି ଆଉ ଗୋଟେ ଅଛି ପଞ୍ଜୀକରଣ ପାଇଁ ଆବଶ୍ୟକ ଦସ୍ତାବିଜ। ଆପଣମାନଙ୍କୁ ପଞ୍ଜୀକରଣ ପାଇଁ କେଉଁ ଜିନିଷ ଆପଣମାନଙ୍କୁ ଦରକାର। ତ ଦେଖନ୍ତୁ ଫ୍ରେଣ୍ଡସ୍ ଯେଉଁଟାକି ଅଛି ମୁଁ କହିଦେଉଛି ଆପଣମାନଙ୍କୁ ପ୍ରଥମେ ଅଛି ଆଧାର କାର୍ଡ଼, 2 ନମ୍ବରରେ ହେଉଛି ଆଧାର ସଂଯୁକ୍ତ ମୋବାଇଲ ନମ୍ବର ଏବଂ 3 ନମ୍ବର ହେଉଛି ନିଜ ନାମରେ ଥିବା ଜମି ପଟା। ଏହି 3ଟି ଆପଣମାନଙ୍କୁ ଦରକାର। ଏବଂ ଦେଖନ୍ତୁ ଫ୍ରେଣ୍ଡସ୍ ଆଉ ଗୋଟେ କଥା ଏଠାରେ କହି ଦେଖୁଛି ମୁଁ ଆପଣମାନଙ୍କୁ କି ଦେଖନ୍ତୁ ଯେଉଁଟାକି ହେଉଛି ଆପଣମାନେ ଦେଖନ୍ତୁ ଯାହାଙ୍କ ନାମରେ ଜମି ନଥିବେ ସେମାନେ କ'ଣ କରିବେ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ଯେମିତିକି ଲେଖା ହେଇଛି ଏଠାରେ ଜଣେ ଚାଷୀ ଜମି ଜମା ରେକର୍ଡ଼ ନିଜ ନାମରେ ନଥିଲେ ସେମାନେ କ'ଣ କରିବେ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ମୃତ ଜମିଦାରଙ୍କ ମୃତ୍ୟୁ ପ୍ରମାଣପତ୍ର କିମ୍ବା ଉତ୍ତରାଧିକାର ପ୍ରମାଣପତ୍ର ସହ ତହସିଲ କାର୍ଯ୍ୟାଳୟରେ ଯୋଗଦାନ କରି ନିଜ ଜମିଜମା ପଟା କିମ୍ବା ROR ନାମ ସଂଶୋଧନ କରି ନିଅନ୍ତୁ। ଯଦି ଧରି ନିଅନ୍ତୁ କି ଆପଣଙ୍କ ଜେଜେ ବାପାରେ ହେଉ ବା ଆପଣଙ୍କ ବାପାର ନାମରେ ଥାଉ ଜମିଟି ଏବଂ ଆପଣ PM କିଷାନ CM କିଷାନ ପାଉଛନ୍ତି। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ଆପଣଙ୍କ କୃଷକ ରେଜିଷ୍ଟ୍ରି କରିବା ପାଇଁ ମୁଖ୍ୟତଃ ଆପଣମାନଙ୍କୁ ପ୍ରଥମେ ଆପଣଙ୍କ ତହସିଲ ଅଫିସକୁ ଯାଇ ଆପଣମାନଙ୍କୁ ସେ ଜମି ପଟାରେ ଆପଣମାନଙ୍କ ନାମକୁ ଯେଉଁଟାକି ସଂଶୋଧନ କରିବାକୁ ପଡ଼ିବ, ତେବେ ଯେ ଆପଣମାନେ କୃଷକ ରେଜିଷ୍ଟ୍ରିରେ ଆପଣମାନେ ଯୋଗଦାନ ଦେଇପାରିବେ। ଏବଂ ଆଉ ଗୋଟେ କଥା ଫ୍ରେଣ୍ଡସ୍ ମାନେ ମୁଁ କହି ରଖୁଛି ଏଠାରେ ଆପଣମାନେ ଦେଖନ୍ତୁ କେଉଁଠି ଆପଣମାନେ ଆପ୍ଲାଏ କରିବେ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ମୁଁ କହି ରଖୁଛି ଏଠାରେ ଦେଖନ୍ତୁ ଗୋଟେ ଏଠାରେ ୱେବସାଇଟ୍ ଅଛି, ଏହାର ଆପଣ ସ୍କ୍ରିନଶଟ୍ ନେଇଯିବେ। ଆପଣ ଏହି ୱେବସାଇଟ୍କୁ ମଧ୍ୟ ଯାଇ ଆପଣମାନେ ନିଜେ ପଞ୍ଜୀକୃତ କରିପାରିବେ କିମ୍ବା ଆପଣଙ୍କ ପାଖରେ ଥିବା CSC ସେଣ୍ଟର ବା ଜନସେବା କେନ୍ଦ୍ର ବା ବ୍ୟକ୍ତିଗତ ସ୍ତର ବା ଗ୍ରାମ ପଞ୍ଚାୟତ ସ୍ତରରେ ଯେଉଁଟା ସାହାଯ୍ୟ କରିବେ ସେମାନେ କରିପାରିବେ କିମ୍ବା ପଞ୍ଚାୟତ ସ୍ତରରେ କୃଷକ ପଞ୍ଜୀକରଣ କ୍ୟାମ୍ପ ମଧ୍ୟ ଆପଣମାନଙ୍କୁ ବସାଯିବ, ସେଠିକୁ ମଧ୍ୟ ଆପଣ ଯାଇ ପଞ୍ଜୀକରଣ କରିପାରିବେ। ତ ଆପଣଙ୍କ ମୁଁ କହିବି କି ଫ୍ରେଣ୍ଡସ୍ ମାନେ ଯଦି ଆପଣ ପାରୁଛନ୍ତି ତେବେ ଆପଣଙ୍କ ନିକଟସ୍ଥ ଥିବା CSC ସେଣ୍ଟର କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ଆପଣମାନେ କରି ନିଅନ୍ତୁ, କାରଣ ଫ୍ରେଣ୍ଡସ୍ ମାନେ ଏହା ଆପଣମାନଙ୍କ ପାଇଁ ସହଯୋଗ ହେବ। ତ ଫ୍ରେଣ୍ଡସ୍ ଯଦି ଆପଣ ଅଧିକା ଡିଟେଲ୍ସ ଜାଣିବା ପାଇଁ ଚାହୁଁଛନ୍ତି ଏଥି ଉପରେ ତ ଆପଣମାନେ ଏହି 155333ରେ ଆପଣମାନେ ସମ୍ପୃକ୍ତ କରିପାରିବେ ଏବଂ ଆପଣମାନେ ଏଥିପାଇଁ ଅଧିକ ଡିଟେଲ୍ସ ଆପଣମାନେ ଜାଣିପାରିବେ। ଏବଂ ରଖନ୍ତୁ କି ଫ୍ରେଣ୍ଡସ୍ ଏହି ଫର୍ମଟି ହେଉଛି ସରକାରଙ୍କ ଦ୍ୱାରା ପ୍ରଯୁକ୍ତ, ଏହା ଆମେ କୌଣସି ମନଗଢ଼ା ଦେଖାଇ ନାହିଁ। ତ ଫ୍ରେଣ୍ଡସ୍ ଏହା ଆପଣମାନଙ୍କୁ 2 ମାସ ମଧ୍ୟରେ ହିଁ ଆପଣମାନଙ୍କୁ ଦେବାକୁ ପଡ଼ିବ। ଯଦି ଆପଣ PM କିଷାନ କିମ୍ବା CM କିଷାନ ପାଉଛନ୍ତି ତେବେ ଆପଣଙ୍କୁ ଟଙ୍କା ମିଳିବ, ନ ତାହେଲେ ଆପଣଙ୍କ ଟଙ୍କା କଟିଯିବ। ତ ଏହା ଦେଲେ ଫ୍ରେଣ୍ଡସ୍ ଆଜିର କିଛି ନ୍ୟୁ ଅପଡ଼େଟ୍।